ପ୍ରଥମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମାନୁଛି ଭିଡ଼ିଓଟା ପକଉ ଟିକେ ଲେଟ୍ ହେଇଗଲାଣି, କିନ୍ତୁ ଥରେ ଯଦି ଏଣ୍ଡୁରି ପିଠାର ଅତରାଟା ବସେ ସେଇଟା ବା 7 ଦିନ ପରେ ଉଠେ। ତ ଆପଣଙ୍କ ପ୍ରଥମାଷ୍ଟମୀ କେମିତି କଟିଲା? କେତେ ଏଣ୍ଡୁରି ପିଠା ଖାଇଲେ? ଆଉ ଏଣ୍ଡୁରି ପିଠା ସହିତ ଘାଣ୍ଟ ତରକାରୀ, ଓହୋ ଶୀତ ଦିନ କଅଁଳିଆ ଖରାକୁ ସକାଳ, ତା ସହିତ ଗରମ ଗରମ ପିଠା ଆଉ ତରକାରୀ କଣ ଯେ ଲାଗେ। ପୁରଟା ବନାଯାଏ ଯେ ଏଥିରେ ବହୁତ ସହଜିଆ। ଗୁଡ଼, ଛେନା, ତା ସହିତ ଟିକେ ଗୁଜୁରାତି ଗୁଣ୍ଡ ଆଉ ତେଜପତ୍ର। କେହି ତ ସାଦା ପିଠା ବି ବନାନ୍ତି, ତା ସହିତ ବି ବହୁତ ମଜା ଲାଗେ। କିନ୍ତୁ ସେସବୁ ଜିନିଷ ଗୁଡ଼ା କେତେ ଆମ ଶରୀର ସହିତ ଜଡ଼ିତ କହିଲେ। ଶୀତଦିନ ଷ୍ଟାର୍ଟ ହେଇଯାଉ ଏ ହଳଦୀ ପତ୍ର ପିଠା କେତେ ଯେ ପୂର୍ବ କାଳରୁ ରହିଛି, ସେମାନେ କେମିତି ଜାଣିବେ ଏଇ ହଳଦୀ ପତ୍ର କିମ୍ବା ଏଇ ହଳଦୀରେ ଏତେ ରୋଗ ପ୍ରତିରୋଧକ ଶକ୍ତି ଅଛି, ଯେଉଁଟା ଆମ ଖାଇବା ମାଧ୍ୟମରେ ଆମ ଶରୀରକୁ ଯାଇପାରିବ। ସତରେ କେତେ ଯେ ଆଶ୍ଚର୍ଯ୍ୟକର ଏଇସବୁ ଜିନିଷ। ଆମର ଏଇ ଓଡ଼ିଆମାନଙ୍କର 12 ମାସରେ 13 ପର୍ବ ସହିତ ଏଇସବୁ ଜଡ଼ିତ। ଏହି ପ୍ରଥମାଷ୍ଟମୀ ପ୍ରଥମମାନଙ୍କର କୁହାଯାଏ, ବଡ଼ମାନଙ୍କୁ ହିଁ ପୂଜା କରାଯାଏ। ହେଲେ ସାନମାନଙ୍କର ଦୁଃଖ ଏଇଟା ଯେ ଆମ ପାଇଁ କାହିଁ ନୂଆ ଡ୍ରେସ୍ ହଉନି, ଆମ ପାଇଁ କାହିଁ ପୂଜା ହେଉନି। କିନ୍ତୁ ଆଉ ଗୋଟେ ଖୁସି ମଧ୍ୟ ହୋଇଯାଏ, ଏହି ପିଠା ଆଉ ଏଇସବୁ ତରକାରୀ ସାହି ପଡ଼ିଶା ବଣ୍ଟାଯାଏ। ଆଉ ଆମେମାନେ ମାନେ ମୋ ଭଳିଆ ଯେଉଁମାନେ ସାନ ଖାଲି ଏମିତି ବସିଥାନ୍ତି, କେତେବେଳେ ପିଠା ତରକାରୀ ହେବ ଆଉ ଆମେ ଖାଇବୁ। ଏଇଟା ତ ଭାବିଲା ବେଳକୁ ବାହାରୁ ହସ ଲାଗେ। ସତରେ ଏସବୁ ଜିନିଷ ଛୋଟବେଳେ କେମିତି ଲାଗୁଥିଲା ଯେ ଭିଡ଼ିଓ ଦେଖି ମୋର ମନେ ପଡ଼ିଯାଉଛି ଏଇ ବାସ୍ନାଟା କେମିତି, ହଳଦୀ ପତ୍ର ପିଠା କେମିତି ଘର ସାରା ଖେଳି ହୋଇଯାଇଥାଏ। ଆଶା କରୁଛି ଆପଣମାନେ ମଧ୍ୟ ଆଜି ବହୁତ ଭଲସେ ଦିନ କଟେଇଥିବେ ଆଉ ବହୁତ ସାରା ଏଣ୍ଡୁରି ପିଠା ଖାଇଥିବେ। ନିଶ୍ଚୟ କମେଣ୍ଟରେ ଜଣାଇବେ ଆପଣଙ୍କ ଦିନ କେମିତି ଗଲା। ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।